ଆମେ ପ୍ରାୟ ସବୁଦିନ କମ୍ପ୍ୟୁଟର କିବୋର୍ଡ ବ୍ୟବହାର କରୁ ଆଉ ସେଥିରେ ସେଇ ଛୋଟ ୱିଣ୍ଡୋଜ୍ ଲୋଗୋ ଥିବା ବଟନଟିକୁ ଦେଖୁ। କିନ୍ତୁ କେବେ ଭାବିଛନ୍ତି ଏହାର ପ୍ରକୃତ କାମ କ'ଣ? ଆମେ ଆଜି ଟିକେ ଏଇ ବିଷୟରେ କଥା ହେବା। ଆମ ପାଖରେ ୱିଣ୍ଡୋଜ୍ କି ଷ୍ଟାର୍ଟ ମେନୁ ନିୟନ୍ତ୍ରଣ ଶୀର୍ଷକରୁ କିଛି ତଥ୍ୟ ଅଛି। ତେବେ ଚାଲନ୍ତୁ ଏଇ ଗୋଟିଏ ବଟନ ପଛର କାହାଣୀକୁ ଟିକେ ଭଲ ଭାବେ ବୁଝିବା। ଏଇ ୱିଣ୍ଡୋଜ୍ କୀଟି ମାନେ ପ୍ରକୃତରେ କ'ଣ ପାଇଁ? ହଁ, ଏ କଥାଟି ଦେଖିବାକୁ ବହୁତ ସାଧାରଣ ଲାଗିପାରେ, କିନ୍ତୁ ହଁ, ଗୁରୁତ୍ୱପୂର୍ଣ୍ଣ। ଆମ ପାଖରେ ଯେଉଁ ତଥ୍ୟ ଅଛି, ସେ ଅନୁସାରେ କିବୋର୍ଡରେ ଥିବା ୱିଣ୍ଡୋଜ୍ କୀର ମୂଳ କାମ ହେଉଛି କମ୍ପ୍ୟୁଟରର ଷ୍ଟାର୍ଟ ମେନୁ କିମ୍ବା ଷ୍ଟାର୍ଟ ସ୍କ୍ରିନ୍କୁ ଖୋଲିବା। ଏହାକୁ ମୂଳତଃ ସେଥିପାଇଁ ହିଁ ଡିଜାଇନ୍ କରାଯାଇଛି। ବୁଝିଲି। ତାହେଲେ ଏହା ସିଧାସଳଖ ସେଇ ଷ୍ଟାର୍ଟ ଜାଗାକୁ ପହଞ୍ଚିବାର ଗୋଟେ ସର୍ଟକଟ୍ ଭଳି। କିନ୍ତୁ ଆପଣ କହିଲେ ଷ୍ଟାର୍ଟ ମେନୁ କିମ୍ବା ଷ୍ଟାର୍ଟ ସ୍କ୍ରିନ୍, ଏ ଦୁଇଟା ଭିତରେ କିଛି ଫରକ ଅଛି କି? ନିଶ୍ଚୟ ଫରକ ଅଛି। ଏଇଟା ନିର୍ଭର କରେ ଆପଣ ୱିଣ୍ଡୋଜର କେଉଁ ଭର୍ସନ୍ ବ୍ୟବହାର କରୁଛନ୍ତି ତା ଉପରେ। ଆଚ୍ଛା। ହଁ, ଯେମିତିକି ପୁରୁଣା କିମ୍ବା ଅଧିକାଂଶ ଭର୍ସନରେ ଏହା ସ୍କ୍ରିନ୍ର ଗୋଟେ କୋଣରେ ଗୋଟେ ଛୋଟ ମେନୁଟିଏ ଖୋଲେ, ଯାହାକୁ ଆମେ ସାଧାରଣତଃ ଷ୍ଟାର୍ଟ ମେନୁ କହୁ। ହଁ, ସେଟା ତ ଦେଖିଛି। କିନ୍ତୁ ୱିଣ୍ଡୋଜ୍ 8 ଭଳି କିଛି ଭର୍ସନ୍ ଥିଲା, ହଁ। ସେଥିରେ ଏହି ବଟନ୍ ଦବାଇଲେ ପୁରା ସ୍କ୍ରିନ୍କୁ ନେଇ ଗୋଟେ ଷ୍ଟାର୍ଟ ସ୍କ୍ରିନ୍ ଖୋଲୁଥିଲା। ଓହୋ, ଆଚ୍ଛା, ପୁରା ସ୍କ୍ରିନ୍ରେ। ହଁ, ତେବେ ଉଦ୍ଦେଶ୍ୟ କିନ୍ତୁ ସମାନ। ସିଷ୍ଟମର ଯେଉଁ ମୁଖ୍ୟ ନାଭିଗେସନ୍ ପଏଣ୍ଟ, ସେଠିକି ଶୀଘ୍ର ପହଞ୍ଚିବା। ଆଚ୍ଛା, ଏଟେ ପୁରା ସ୍ପଷ୍ଟ ହେଲା। କିନ୍ତୁ ଗୋଟିଏ କଥା ମନକୁ ଆସୁଛି, କେବଳ ଏଇ ଗୋଟିଏ କାମ ପାଇଁ ଷ୍ଟାର୍ଟ ମେନୁ ଖୋଲିବା ପାଇଁ ଗୋଟେ ଅଲଗା ସ୍ୱତନ୍ତ୍ର ବଟନ୍ କାହିଁକି ଦିଆଗଲା? ଏହାର କିଛି ବିଶେଷ କାରଣ ଅଛି କି? ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ ପଚାରିଲେ। ଆଉ ଏଇଟି କଥାଟା ଆହୁରି ମଜାଦାର ହେଉଛି। ଦେଖନ୍ତୁ, ଗୋଟିଏ ସ୍ୱତନ୍ତ୍ର ଭର୍ସନ୍ ବଟନ୍ ରହିବା ନିଜେ ହିଁ ଦର୍ଶାଉଛି ଯେ ହଁ, ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମ ପାଇଁ ସେଇ ଷ୍ଟାର୍ଟ ମେନୁ ବା ଷ୍ଟାର୍ଟ ଇଣ୍ଟରଫେସ୍ କେତେ ମହତ୍ୱପୂର୍ଣ୍ଣ। ଆଚ୍ଛା। ଏହା ହେଉଛି ଆପଣଙ୍କ କମ୍ପ୍ୟୁଟରର ଗୋଟେ ପ୍ରକାର ମୁଖ୍ୟ ଗେଟୱେ। ହଁ, ଠିକ୍। ଯେଉଁଠୁ ଆପଣ ଆପ୍ଲିକେସନ୍ ଖୋଜନ୍ତି, ସେଟିଂସ୍ ବଦଳାନ୍ତି, କମ୍ପ୍ୟୁଟର ବନ୍ଦ କରନ୍ତି, ସବୁକିଛି। ହଁ। ତ ଏହାକୁ ସହଜରେ ଆଉ ଶୀଘ୍ର ପାଇବା ପାଇଁ ହିଁ ଏହି ସ୍ୱତନ୍ତ୍ର ବଟନ୍ଟି ଦିଆଯାଇଛି। ଏହା ୱିଣ୍ଡୋଜ୍ ବ୍ୟବହାର ଅଭିଜ୍ଞତାର ଗୋଟେ କେନ୍ଦ୍ରବିନ୍ଦୁ ଭଳି। ବାଃ, ଏ କଥା ତ କେବେ ଏମିତି ଭାବିନଥିଲି ସତରେ। ତେବେ ମୋଟାମୋଟି ଭାବେ ଆମେ ଯାହା ବୁଝିଲେ, ଏଇ ୱିଣ୍ଡୋଜ୍ କୀର ମୁଖ୍ୟ କାମ ହେଉଛି ସେଇ ଗୁରୁତ୍ୱପୂର୍ଣ୍ଣ ଷ୍ଟାର୍ଟ ଇଣ୍ଟରଫେସ୍କୁ ତୁରନ୍ତ ଆଣିବା। ଏକଦମ ଠିକ୍। ଆଉ ଏହାର ଅସ୍ତିତ୍ୱ ହିଁ ସୂଚାଉଛି ଯେ ଷ୍ଟାର୍ଟ ମେନୁ ୱିଣ୍ଡୋଜ୍ ପାଇଁ କେତେ ଜରୁରୀ। ହଁ, ନିଶ୍ଚୟ। ଆଉ ଏହା ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ ଯେ କିଭଳି କିବୋର୍ଡ ଉପରେ ଥିବା ଛୋଟ ଛୋଟ ଡିଜାଇନ୍ ନିଷ୍ପତ୍ତି ଆମର କମ୍ପ୍ୟୁଟର ବ୍ୟବହାର କରିବାର ପୁରା ପ୍ରକ୍ରିୟାକୁ କେମିତି ପ୍ରଭାବିତ କରିପାରେ। ହଁ, ସତରେ। ଗୋଟିଏ ବଟନ୍ ଆମ କାମକୁ କେତେ ସହଜ କରିଦେଉଛି। ଏହା ନିଶ୍ଚିତ ଭାବରେ ଗଭୀର କଥା। ଏ ଆଲୋଚନା ଶେଷରେ ଗୋଟିଏ ପ୍ରଶ୍ନ କିନ୍ତୁ ମନରେ ଆସୁଛି। ହଁ, କୁହନ୍ତୁ। ଯଦି ଏହି ଗୋଟିଏ ୱିଣ୍ଡୋଜ୍ କୀର ଏତେ ମହତ୍ୱ ଅଛି, ତାହେଲେ ଆମ କିବୋର୍ଡରେ ଥିବା ଅନ୍ୟ ସ୍ପେଶାଲ କୀଗୁଡ଼ିକର, ଯେମିତିକି ସେଇ କଣ୍ଟ୍ରୋଲ, ଅଲ୍ଟ, FN, ଏଗୁଡ଼ିକର ପ୍ରକୃତ ଉଦ୍ଦେଶ୍ୟ କ'ଣ ହୋଇଥିବ? ଆଉ ସେଇଗୁଡ଼ିକ ମିଶି ଆମର ଡିଜିଟାଲ ଅନୁଭୂତିକୁ କିପରି ଗଢ଼ୁଛନ୍ତି? ଏହା ବିଷୟରେ ଟିକେ ଭାବିବା କଥା ନା?